ସ୍ୱର୍ଗତ ସଭାପତି ପରିଡ଼ା ତାଙ୍କର ଆଜି ଏକାଦଶ କ୍ରିୟାରେ ମୁଁ ଆଜି ଏଠି ତାଙ୍କୁ ଆସିକି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛି। ଜଣେ ମହିୟସୀ ମହିଳା ହିସାବରେ ନିଶ୍ଚିତ ଭାବରେ ଆଜି ତାଙ୍କର ଇଏ ଅନ୍त्येष्टि କ୍ରିୟାରେ ଏକାଦଶ କାର୍ଯ୍ୟକ୍ରମରେ ଯୋଗଦେବା ମୋ ପାଇଁ ପରମ ସୌଭାଗ୍ୟ। ଆମ ସରକାରର ମୁଖ୍ୟ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କର ସେ ମା ଆଜି ତାଙ୍କରି ଗର୍ଭରୁ ଜନ୍ମ ହୋଇଥିବା ପ୍ରଭାତୀ ଅପା ଆଜି ଓଡ଼ିଶାର ନେତୃତ୍ୱ ଆଜି ନେଉଛନ୍ତି ମୋ ସହିତ ଆଜି ମୋତେ ସାଙ୍ଗ ଦେଇକି ନିଶ୍ଚିତ ଭାବରେ ସେହିଭଳି ମହିଳା ଯେଉଁମାନେ ସେ ସମାଜ ପାଇଁ ଅନେକ ସମୟରେ ତାଙ୍କର ବହୁତ ଅବଦାନ ଥାଏ, ଯାହାକି ଆଜି ତାଙ୍କର ଝିଅ ଆଜି ଦେଶର ନେତୃତ୍ୱ ରାଜ୍ୟର ନେତୃତ୍ୱ ନେଉଛନ୍ତି। ଏହା ନିଶ୍ଚିତ ଭାବରେ ବହୁତ ବଡ଼ କଥା। ତାଙ୍କର ପରିବାରର ସୁଖ ଏବଂ ଆନନ୍ଦ ଆସୁ, ତାଙ୍କର ଆତ୍ମାର ସଦ୍ଗତି ପ୍ରାପ୍ତ ହଉ, ଏହି କାମନା କରୁଛି। ମୁଖ୍ୟମନ୍ତ୍ରୀ ହଉଛନ୍ତି ଆମ ଅଞ୍ଚଳର ଝିଅ, ଆମର ଗର୍ବ। ଆଉ ତାଙ୍କର ମା ଜଣେ ସମାଜସେବୀ ପର ଉପକାରୀ ଥିଲେ। ତାଙ୍କର ଦେହାନ୍ତ ହବାର ଆଜି 11 ଦିନ ସମସ୍ତେ ଆମେ ଶ୍ରଦ୍ଧାଞ୍ଜଳି ଦେଇଛୁ। ଆମ ଅଞ୍ଚଳର ଶ୍ରଦ୍ଧାଞ୍ଜଳି ଦେବା ସଙ୍ଗେ ସଙ୍ଗେ ଆମର ମୁଖ୍ୟମନ୍ତ୍ରୀଠୁ ଆରମ୍ଭ କରି ମନ୍ତ୍ରୀ ପରିଷଦ ସମସ୍ତେ ଆଜି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଯେହେତୁ ଉପମୁଖ୍ୟମନ୍ତ୍ରୀ ଅଛନ୍ତି, ତାପରେ ତାଙ୍କର ମା ସମସ୍ତଙ୍କ ପାଖରେ ପରିଚିତ ଥିଲେ। ଏ ଅଞ୍ଚଳରେ ଜଣେ ପରୋପକାରୀ ଆଉ ସମାଜସେବୀ ଭାବରେ ଥିଲେ। ସେଥିପାଇଁ ତାଙ୍କ ପାଇଁ ଲୋକମାନେ ସ୍ୱ ଇଚ୍ଛାରେ ବି ବହୁତ ଲୋକ ଆସିକିରି ପହଞ୍ଚିଛନ୍ତି। ଏଠାରେ ସମସ୍ତେ ପ୍ରାୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ ଦେଇଛନ୍ତି।